ସ୍ୱାଧୀନତା ଦିବସ ଭାଷଣ ତ ପିଲାମାନେ ତମାନେ 1 ଠାରୁ ଆରମ୍ଭ କରି 10ମ କ୍ଲାସ୍ ପର୍ଯ୍ୟନ୍ତ କେମିତି ଭାଷଣ ମାନେ କହିପାରିବ ସେଥିପାଇଁ ମୁଁ ତମାନଙ୍କ ପାଇଁ ଗୋଟିଏ ମାତ୍ର ଭାଷଣ ଲେଖିଦେଇଛି ଯେଉଁଟାକି 1 ଠାରୁ ଆରମ୍ଭ କରି ତମାନେ 10ମ କ୍ଲାସ୍ ପର୍ଯ୍ୟନ୍ତ ଏହି ଭାଷଣଟିକୁ ତମାନେ କହିପାରିବ। ଦେଖ ପିଲାମାନେ ପ୍ରଥମେ ତମାନେ କହିବ ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ଉପସ୍ଥିତ ମୋର ପ୍ରିୟ ଛୋଟ ଓ ବଡ଼ ଭାଇ ଭଉଣୀମାନେ, ଆଜି ଏହି ପବିତ୍ର ସ୍ୱାଧୀନତା ଦିବସ ବିଷୟରେ ମୋତେ କିଛି କହିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଓକେ, ଏତିକି ତମର ସରିଲା। ପୁଣି ଥରେ ନେକ୍ସଟ, ଆଜି ଆମେ ଏଠାରେ କାହିଁକି ଉପସ୍ଥିତ ହୋଇଛେ ତାହା ଆମେ ସମସ୍ତେ ଜାଣିଛୁ। ଆଜି ହେଉଛି ଅଗଷ୍ଟ 15 ତାରିଖ 2024 ମସିହା, ଆମ ଦେଶର 78ତମ ସ୍ୱାଧୀନତା ଦିବସ। ପୁଣି ଯେହେତୁ ତମାନଙ୍କର କ'ଣ ନା ଯେଉଁଠି ତମାନଙ୍କର ଫୁଲ୍ ଷ୍ଟପ୍ ସରିଲା ସେଠାରେ ଟିକେ ବ୍ରେକ୍ ନେବ। ପୁଣି କହିବ ତ ବ୍ରେକ୍ ନେଇ ସାରିଲା ପରେ ଟିକେ ସମୟ ରହିବ, ତାପରେ ପୁଣି ଆରମ୍ଭ କରିବ। ଆଜିର ଦିନ ଆମ ଦେଶ ଭାରତର ଇତିହାସରେ ଲେଖାଯାଇଥିବା ଏମିତି ଏକ ଦିବସ ଯାହାକୁ ସଦାସର୍ବଦା ଏହିପରି ଉଲ୍ଲାସ ଓ ଉତ୍କଣ୍ଠାର ସହ ପାଳନ କରାଯିବ। ବହୁତ ବର୍ଷର କଠିନ ପରିଶ୍ରମ, ଦୃଢ଼ ଆତ୍ମବଳ ଏବଂ ଅଦମ୍ୟ ସାହସର ପ୍ରତିବଳରେ ଆଜିର ଦିନ ଅର୍ଥାତ୍ ଅଗଷ୍ଟ 15 ତାରିଖ 1947ରେ ଆମ ଦେଶ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ପାଇଥିଲା। ସେହି ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ଆମେ ଏହି ଦିବସକୁ ପାଳନ କରିଥାଉ। ପ୍ରଥମେ ବିପ୍ଳବ ଆରମ୍ଭ ହୋଇଥିଲା ମଙ୍ଗଳ ପାଣ୍ଡେଙ୍କ ଠାରୁ। ଏହାପରେ ସେ ବିପ୍ଳବର ଅଗ୍ନି ସମଗ୍ର ଦେଶରେ ଖେଳିଗଲା ଏବଂ ଭଗତ ସିଂ, ଖୁଦିରାମ ବୋଷ, ଚନ୍ଦ୍ରଶେଖର ଆଜାଦଙ୍କ ଭଳି କେତେ ଯୁବକ ଏହି ଅଗ୍ନିରେ ଲମ୍ଫ ପ୍ରଦାନ କଲେ। ସେ ଅଗ୍ନିର ତାତି ବଢ଼ି ଚାଲିଲା ସିନା, ହେଲେ କମିଲାନି। ଆମ ପ୍ରିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀ ସେ ସ୍ୱାଧୀନତା ସଂଗ୍ରାମର ମୁଖିଆ ହିସାବରେ ଦେଶବାସୀଙ୍କ ମନରେ ସ୍ୱାଧୀନତାର ଅଗ୍ନିକୁ ଉଜାଗର କରି ଚାଲିଲେ। ଆନ୍ଦୋଳନରେ ଭାଗ ନେଲେ ସହସ୍ର ଦେଶବାସୀ। ନେତାଜୀଙ୍କ ଦୃଢ଼ ମନୋବଳ, ସାହସ ଏବଂ ଗାନ୍ଧିଜୀଙ୍କ ଅହିଂସା ନୀତି ବଳରେ ଆମେ ଦେଶ ଶେଷରେ ସ୍ୱାଧୀନ ହେଲା। ହେଲେ ଦେଶ ଖାଲି ସ୍ୱାଧୀନ ହେବା କିଛି ବଡ଼ କଥା ନୁହେଁ। ଏବେ ଆମର କର୍ତ୍ତବ୍ୟ ଆମ ସ୍ୱାଧୀନତା ସ୍ୱତନ୍ତ୍ର ଦେଶର ସୁରକ୍ଷା ଏବଂ ସମୃଦ୍ଧିରେ ନିଜର ନିୟୋଜିତ କରିବା, ଆମ ପ୍ରିୟ ଦେଶକୁ ସ୍ୱଚ୍ଛ, ସୁନ୍ଦର ଏବଂ ସୁରକ୍ଷିତ ରଖିବା। ଆଜି ଆମେ ଏହି କ୍ଷଣରେ ଶପଥ ନେବା ଯେ ଆମ ଦେଶକୁ ସବୁବେଳେ ଭଲ ପାଇବା ଏବଂ ଏହାର ବିକାଶ ଓ ସୁରକ୍ଷା ପ୍ରତି ଯତ୍ନବାନ ହେବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।